ନାଇଁ ନାଇଁ ଶୁଣନ୍ତୁ ଆମର ଏଇଟା ଗୋଟେ ରୁଟିନ୍ ପ୍ରୋସିଜିଅର ପ୍ରତିବର୍ଷ ହୁଏ କାୟାକଳ୍ପ ସବୁ ସିଏସିରେ ପ୍ରାୟ ହୁଏ ଡିଏଚ୍ଏଚ୍ ହୁଏ ଏମିତି ସବୁ ହୁଏ ତେଣୁ ସେଇଟା ହେଲା ଆମର ଆସେସମେଣ୍ଟ କରାଯାଏ ସାଧାରଣତଃ ମାନେ ଆକ୍ଟିଭିଟି ଯେଉଁ ଗୋଟେ ବର୍ଷର ତାଙ୍କର କ'ଣ ନଲେଜ ଷ୍ଟାଫ୍ମାନଙ୍କର ନଲେଜ ୱାର୍କିଂ ନଲେଜ କେମିତି ପେସେଣ୍ଟ ସାଙ୍ଗରେ ଡିଲ୍ କରୁଛନ୍ତି ପେସେଣ୍ଟ ହସ୍ପିଟାଲରେ କେମିତି ପ୍ରିମିସିସ୍ ରଖା ହେଇଛି ଆମେ ଆକ୍ଟିଭିଟି ଦେଖିବୁ ତାଙ୍କର ନଲେଜ ଟିକେ ଦେଖିବୁ ତାପରେ ରେକର୍ଡ ପତ୍ର ଦେଖିବୁ ଠିକ୍ ଠାକ୍ ଅଛି କ'ଣ ଅଛି ସେ ଅନୁସାରେ ତାଙ୍କର ଗୋଟେ ଆସେସ୍ କରାଯାଏ ମାର୍କ ଦିଆଯାଏ ସେ ଅନୁସାରେ ସେ ମାର୍କଟା ଲେଖି ତାଙ୍କୁ ସେ ଅନୁସାରେ ହସ୍ପିଟାଲକୁ ଗୋଟେ ଦିଆଯାଏ ଗୋଟେ ସେମାନେ ପ୍ରାଇଜ୍ ପାଆନ୍ତି ଗୋଟେ ଯଦି ସେ ପାସ୍ କରିବେ ତାହେଲେ ଅଛି ଏତିକି ପରସେଣ୍ଟ ରଖିଲେ ପାସ୍ କରିବେ ତାପରେ ସେ ଅନୁସାରେ ତାଙ୍କୁ ଏନକରେଜ୍ କରାଯାଏ କ'ଣଟା ଡିମେରିଟ୍ସ ଅଛି କେଉଁ କାମରେ ଡ୍ରବ୍ୟାକ୍ ଅଛି ସେଇଟା ବୁଝେଇ ଦିଆଯାଏ ବୁଝେଇ ଦେଲା ପରେ ତାଙ୍କର ମାର୍କ ଅନୁସାରେ ଯଦି ସେମାନେ ପାସ୍ କରିଗଲେ ତାଙ୍କର କ୍ୱାଲିଫାଇ ମାର୍କ ତାପରେ ଆହୁରି ଗୋଟେ ବି ଅଛି ଏନକ୍ୱାସ୍ ଗୋଟେ ଅଛି ସେଇଟା ହେଲେ ପ୍ରାଇଜ୍ ପାଇବେ ଦେଖିଲେ ତ ଠିକ୍ ଠାକ୍ ଆପଣ ତ ଆପଣଙ୍କର ଏରିଆ ହସ୍ପିଟାଲ ଦେଖୁଛନ୍ତି ଭଲ ଅଛି ତ ଆପଣ ଦେଖୁଛନ୍ତି ବହୁତ ସୁନ୍ଦର କରିଛନ୍ତି ସେମାନେ କିନ୍ତୁ ଆମେ ଟୋଟାଲ୍ ଦେଖୁ ସେଗୁଡ଼ା ବି ସୁନ୍ଦରତା ବି ଦେଖିବୁ ବାହାର ଆପଣଙ୍କ ହସ୍ପିଟାଲ ବାହାର ବି ଦେଖିବୁ ତା ସହିତ ତାଙ୍କ ନଲେଜ ବି ଦେଖିବୁ ଦେଖିଲା ପରେ ଯଦି ସବୁ ଯାକ ମିଶିଲା ପରେ କାଗଜପତ୍ର ଆଜି 3 ଜଣିଆ ଟିମ୍ ଗସ୍ତ କରିଛନ୍ତି ଆଜି ସକାଳ 9:30ରେ ସେମାନେ ଗସ୍ତ କରିବା ପରେ ଆମର ଯେଉଁ ସବୁ ଏରିଆ ଅଛି ୱେୟାର ହାଉସ୍ ହଉ ଆମର ଇନଡୋର ପେସେଣ୍ଟ ହଉ ଓଟି ଲେବର ରୁମ୍ ଓପିଡି ଆମର ଇନଭେଷ୍ଟିଗେସନ୍ ରୁମ୍ ସବୁ ଦେଖିଛନ୍ତି ବର୍ତ୍ତମାନ ସବୁ ଫାଇଲ୍ ଗୁଡ଼ା ସବୁ ଅନୁଧ୍ୟାନ କରୁଛନ୍ତି ନାଇଁ ଆମେ ସବୁବେଳେ ସେ ଜିନିଷକୁ ବଜାୟ ରଖୁଛୁ ଆଉ କାୟାକଳ୍ପ ଟିମ୍ ଭିଜିଟ୍ କଲା ପରେ ଆମର ଷ୍ଟାଫ୍ ମାନେ ସେମାନେ ତାଙ୍କର ବେଶୀ ସେମାନେ ଅନୁପ୍ରାଣିତ ହୋଇ କାମ କରୁଛନ୍ତି ଆମେ ରୋଗୀ ସେବାକୁ ଉନ୍ନତ କରୁଛୁ ଆମର ଯେଉଁ ପେସେଣ୍ଟ କେୟାରକୁ ବି ଭଲ ଦେଉଛୁ ଆମର ଯେଉଁ ଅଳିଆ ଆବର୍ଜନା ହଉ ଯେଉଁ ସ୍ପିଲ୍ ମ୍ୟାନେଜମେଣ୍ଟ ହଉ ଆଉ ବାୟୋମେଡ଼ିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ସେଗୁଡ଼ା ବି ଭଲ କରାହେଉଛି ତ ସବୁ ଦିଗରେ ଭଲ କରିବା ପାଇଁ ଚେଷ୍ଟା କରାହେଉଛି କେତେ ଜଣ ଟିମ୍ ଆଜି 3 ଜଣ ଟିମ୍ ଭିଜିଟ୍ କରିଛନ୍ତି